ବ୍ୟାସନଗର ସହରର ଅଗ୍ରଣୀ ସାମ୍ବାଦିକ ସଂଗଠନ ବ୍ୟାସ ପ୍ରିଣ୍ଟ ମିଡ଼ିଆ ସଂଘର ଆଜି ଦ୍ୱିବାର୍ଷିକ କର୍ମକର୍ତ୍ତା ନିର୍ବାଚନ ଓ ସାଂଗଠନିକ ବୈଠକ ଉମାପଦାସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହାରାଧନ ବାନାର୍ଜୀ ଆମର ନିର୍ବାଚନ ଅଧିକାରୀ ଭାବରେ ଦାୟିତ୍ୱ ନିର୍ବାହ କରିଥିବା ବେଳେ ସଭାପତି ଭାବେ ଶରତ କୁମାର ପଥାଳ ଏବଂ ସମ୍ପାଦକ ଭାବେ ମୁଁ ଚିନ୍ତାମଣି ପାଢ଼ୀ ନିର୍ବାଚିତ ହୋଇଛୁ। ଏଥିସହିତ ଆମର ଏକ ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯାଇଛି। ଆସନ୍ତା ମାସରେ ବ୍ୟାସ ପ୍ରିଣ୍ଟ ମିଡ଼ିଆ ସଂଘର ବାର୍ଷିକ ଉତ୍ସବ ଓ ବର୍ଷ ସାରା ବିବିଧ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଗଲା। ଖୁବ୍ ଶୀଘ୍ର ଆମେ ସହରରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ କରିବୁ। ଏଥିସହିତ ବ୍ୟାସନଗର ସହରର ବିକାଶ ପାଇଁ ଆମେ ସମସ୍ତେ ଅଙ୍ଗୀକାରବଦ୍ଧ ଏବଂ ବ୍ୟାସନଗର ସହରର ଏକ ବିକାଶଶୀଳ ସହରରେ ପରିଣତ କରିବା ପାଇଁ ଆମେ ସମସ୍ତେ ଆଜି ନିଷ୍ପତ୍ତି ନେଇଛୁ ଏବଂ ଆମେ ସହରବାସୀଙ୍କ ସାଙ୍ଗରେ ଅଛୁ। ସହରର ବିକାଶରେ ଆମେ ଏକ ଅଙ୍ଗ ଭାବେ କାର୍ଯ୍ୟ କରିବୁ ବୋଲି ଆଜି ନିଷ୍ପତ୍ତି ନେଲୁ। ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଗଠନ ବ୍ୟାସ ପ୍ରିଣ୍ଟ ମିଡ଼ିଆ ଆସୋସିଏସନର ଆଜି ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏ ବୈଠକର ପୂର୍ବରୁ ଆମର ସଭାପତି ଭାବେ ଶରତ ପଥାଳ ଏବଂ ସମ୍ପାଦକ ଭାବେ ଚିନ୍ତାମଣି ପାଢ଼ୀ ନିର୍ବାଚିତ ହୋଇଥିଲେ ଏବଂ ଆଜି ଅନ୍ୟାନ୍ୟ କର୍ମକର୍ତ୍ତା ନିର୍ବାଚିତ ହେବା ସହ ସଂଘର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଏବଂ ସଂଘର ଆଗାମୀ ଆସନ୍ତା ମାସର ଶେଷ ସପ୍ତାହରେ ସଂଗଠନର ବାର୍ଷିକ ଉତ୍ସବ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଏବଂ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ହେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିସହିତ ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ସଂଗଠନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବା ପାଇଁ ଆଜିକାର ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।